ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 277 278। 277ରେ ପ୍ରଭୁ ଲେଖୁଛନ୍ତି, ଯାବତୀୟ ଶବ୍ଦ ଏବଂ ଯାବତୀୟ କର୍ମ କେବଳ ସେହି ଶାଶ୍ୱତ ପରମ ନୀରବତା ମଧ୍ୟରୁ ହିଁ ରୂପ ପରିଗ୍ରହ କରି ବାହାରକୁ ଆସନ୍ତି। ଯାବତୀୟ ଶବ୍ଦ ଏବଂ ଯାବତୀୟ କର୍ମ କେବଳ ସେହି ଶାଶ୍ୱତ ପରମ ନୀରବତା ମଧ୍ୟରୁ ହିଁ ରୂପ ପରିଗ୍ରହ କରି ବାହାରକୁ ଆସନ୍ତି। ଏଇଠି ଏ କଥାଟି କହିଦେଲେ ମାନେ ଆମେ ଶୁଣିଲା ବେଳକୁ ଠିକ ଲାଗୁଛି, କିନ୍ତୁ ଆମ ଭିତରେ ଅନେକ ପ୍ରଶ୍ନ ଆସେ। ସବୁବେଳେ ଅନେକ ବ୍ୟକ୍ତି ମନୁଷ୍ୟ ହିସାବରେ ଆମର ଯେହେତୁ ଆମେ ମନ ପ୍ରଧାନ, ତେଣୁ ଆମେ ଲିଙ୍କ କରିପାରୁନଥାଉ ସାଧାରଣତଃ ପ୍ରଭୁଙ୍କର କଥା ଗୁଡିକ ବା ପରମଙ୍କର କଥା ଗୁଡିକ। ଏଠି ସ୍ପଷ୍ଟ ଭାବରେ ପ୍ରଭୁ କହୁଛନ୍ତି ଯାହା, ତା ଯଦି ଆମେ ବୁଝିବାକୁ ଚେଷ୍ଟା କରିବା, ଯେ ଯାହା କାର୍ଯ୍ୟ ହଉଛି ଏବଂ ଯାହା ବି ଶବ୍ଦ, ସବୁ କିଛି ହିଁ ସେହି ପରମ ନୀରବତା ମଧ୍ୟରୁ ହିଁ ବାହାରି ଆସୁଛି। ଯୋଉଟା କିଛି ନାହିଁ ବୋଲି ଆପଣ କହୁଛନ୍ତି, ପୁରା ସାଇଲେନ୍ସ, ସେଇ ଯୋଉ ତାରି ଭିତରେ ହିଁ ସବୁ ଶବ୍ଦ ନିହିତ ରହିଛି, ତାରି ଭିତରେ ହିଁ ସବୁ କାର୍ଯ୍ୟ ନିହିତ ରହିଛି। ସେଥିରୁ ହିଁ ଧୀରେ ଧୀରେ କଣ ହଉଛି, ବାହାରକୁ ପରିପ୍ରକାଶ ହଉଛି। ସେଇ ନୀରବତା ମଧ୍ୟରେ ସବୁ ରହିଛି, ସେଉଠୁ ହିଁ ବାହାରୁଛି। ଦେଖନ୍ତୁ, ଯଦି କିଛି ନଥାନ୍ତା ତେବେ ତା ଭିତରୁ କିଛି ବାହାରି ପାରିବ ନାହିଁ। ବିରାଟ ଗଛଟିଏ ସୃଷ୍ଟି ହବା ପାଇଁ ବୀଜ ଭିତରେ ତାର ସମସ୍ତ ସମ୍ଭାବନା ଲୁଚି ରହିଥାଏ ବୋଲି ହିଁ ତା ଭିତରୁ ଏକ ବିରାଟ ଦ୍ରୁମଟିଏ ଛୋଟରୁ ବଡ଼ ହେଇ ହେଇ ବାହାରେ। ଇଏ ହେଲା ଗୋଟିଏ ଦିଗ। ଆଉ ଗୋଟେ ଦିଗ ଆସେ, ଯଦି ଯାବତୀୟ ଶବ୍ଦ ଏବଂ ଯାବତୀୟ କର୍ମ ତାଙ୍କରି ନିକଟରୁ ଆସିଛି ଏବଂ ସିଏ ହିଁ ରୂପ ଗ୍ରହଣ କରୁଛି, ତେବେ ବାହାରେ ଯେତେ ବିକୃତ ଦେଖାଯାଉଛି ତାହା କୋଉଠୁ ଆସିଲା? ଏଇଠି ଦୁଇଟା ଦିଗରୁ ଆପଣ ଦେଖିବା, ଆଲୋଚନା କରିବେ। ପ୍ରଥମ କଥା ହେଉଛି ଯେ ବିକୃତ ହବା ପାଇଁ ପୂର୍ବରୁ ଆମେ ଅଲରେଡି ଆଲୋଚନା ସରିଛି। ଯେତେବେଳେ ସୂକ୍ଷ୍ମ ସ୍ତରରେ ଯାହା ଘଟଣା ଘଟେ, ସେଟା ଯେତେବେଳେ ରୂପ ଗ୍ରହଣ କରୁଛି, ଯେତେବେଳେ ଶବ୍ଦ ରୂପ ନଉଛି, ଦିଟା ଯାକ ଦିଗରେ ରୂପ ଗ୍ରହଣ କଲା ବେଳେ ବି ବିକୃତ ହୋଇଯାଏ ଏବଂ ଶବ୍ଦର ରୂପ ଯେତେବେଳେ ନେଇ ଆହୁରି ବିକୃତ ହୁଏ। କାହିଁକି? ଯେତେବେଳେ ରୂପ ଗ୍ରହଣ କରେ ବାହ୍ୟ ମନ ପ୍ରାଣ ଶରୀର, ସେମାନେ ପୂର୍ଣ୍ଣ ଭାବରେ ସମର୍ପିତ ହୋଇ ନଥିବାରୁ ତାଙ୍କର ନିଜସ୍ୱ ଧାରାରେ ସେ ତାକୁ ପରିପ୍ରକାଶ କରିବା ପାଇଁ ଚେଷ୍ଟା କରନ୍ତି। ନିଜସ୍ୱ ଧାରାରେ ଯେତେବେଳେ ପରିପ୍ରକାଶ କରିବାକୁ ଚେଷ୍ଟା କରିବେ, ସେ ତାଙ୍କର ସାଧ୍ୟ ମତେ ଚେଷ୍ଟା କରିବେ। କଥା ଦେଖନ୍ତୁ, ଯେତେବେଳେ ଆମେ ବହି ପଢୁଛନ୍ତି, ବହିରେ ଯାହା ଲେଖା ହେଇଛି ତାକୁ ଯେତେବେଳେ କହିବାକୁ ଯାଉଛନ୍ତି, ସେଥିରେ ଆମର ନିଜସ୍ୱ ବ୍ୟକ୍ତିତ୍ୱ ଅନୁସାରେ, ନିଜସ୍ୱ ଚେତନାର ସ୍ଥିତି ଅନୁସାରେ, ନିଜସ୍ୱ ତଥ୍ୟଗତ ଜ୍ଞାନର ପରିପ୍ରକାଶ କରିବାର ସାମର୍ଥ୍ୟ ଦୃଷ୍ଟିକୋଣରୁ ଆମେ ତାକୁ ପରିପ୍ରକାଶ କରୁଛୁ। ତେଣୁ ଏଠି ପ୍ରଭୁଙ୍କ ବାକ୍ୟ ଗୁଡାକୁ ଆମେ ସିଧାସଳଖ ପରିପ୍ରକାଶ ବି ମୁଁ କରିପାରୁ ନାହିଁ। କାହିଁକି ନା ଏଠି ମୋର ମନ, ମୋର ପ୍ରାଣ ଏଠି ତା ନିଜସ୍ୱ ଧାରାରେ ପରିପ୍ରକାଶ କରୁଛୁ। ତାପରେ ଆଉ ଗୋଟେ କଥା ହେଲା, ଯେତେବେଳେ ଆମେ ଶବ୍ଦରେ ପରିପ୍ରକାଶ କରୁଛନ୍ତି, ସେତେବେଳେ ପ୍ରକୃତ ଯୋଉଠାକୁ ବି ଆମେ ବୁଝିଛୁ, ଟିକେ ଆଉ ଟିକେ ବଦଳିଗଲା, ବିକୃତ ହେଇଗଲା, ଏବଂ ଯାହା ବି ବୁଝିଛୁ ତାକୁ ଯେତେବେଳେ ପରିପ୍ରକାଶ କରିବାକୁ ଯାଉଛୁ, ଯୋଉ ଶବ୍ଦ ଚୟନ କରୁଛୁ, ଯଦି ମୋର ସେଇ ଶବ୍ଦ ଜ୍ଞାନ ନାହିଁ ଏବଂ ଯଦି ପରମଙ୍କ ସହିତ ଏକୀଭୂତ ହେଇନାହିଁ, ପରମଙ୍କ ସହିତ ଏକତ୍ୱ ହେଇନାହିଁ, ତାଙ୍କର ଯନ୍ତ୍ର ହେଇନାହିଁ, ତେବେ ଶବ୍ଦ ଗୁଡ଼ିକ ଶୂନ୍ୟରୁ ଆସିପାରିବ ବି ନାହିଁ। ତାହା କଣ ହବ ନା, ମୋ ଭିତରେ ଥିବା ତଥ୍ୟଗତ ଶବ୍ଦ, ଯେତିକି ଶବ୍ଦର କୋଷ ରହିଛି, ସେଇ କୋଷରୁ ସେ କିଛି ଶବ୍ଦକୁ ଆଣିକି ସେ କଣ କରିବ, ପରିପ୍ରକାଶ କରିବ। ଆମେ ଯେମିତି ବେଳେ ବେଳେ ଓଡିଆର ଶବ୍ଦ ନ ପାଇଲେ ଇଂରାଜୀ ଶବ୍ଦ ବି ବ୍ୟବହାର କରିଦଉଛୁ, ବା ଇଂରାଜୀ ଶବ୍ଦ ବ୍ୟବହାର କଲା ବେଳେ ଶବ୍ଦ ନ ପାଇଲେ ଓଡିଆ ଶବ୍ଦ ବ୍ୟବହାର କରିଦଉଛୁ। ତାମାନେ ଆମର ଶବ୍ଦକୋଷ ସୀମିତ, ସେଇ ଶବ୍ଦକୋଷରୁ ଯାହା ବାହାରୁଛି ଆମେ ତାକୁ ପରିପ୍ରକାଶ କରିଦଉଛୁ। ତେଣୁ ଏଠି କଣ ହଉଛି,
ଯଦିଓ ପରମଙ୍କ ଭିତରୁ ସେଇ ଯୋଉ ପରମ ନିରବତା, ଶାଶ୍ୱତ ସତ୍ୟର ଯୋଉ ନିରବତା ରହିଛି, ତା ଭିତରେ ସବୁ କିଛି ଗୂଢ ତତ୍ଵ ନିହିତ ଥିଲେ ମଧ୍ୟ ଯେତେବେଳେ ସେ ରୂପ ଗ୍ରହଣ କରୁଛି, ସେଉଠୁ ହିଁ ଆସୁଛି ରୂପ ଗ୍ରହଣ କରୁଛି। ଏଇଟା ହେଲା ପ୍ରଥମ ସତ୍ୟ। ଦ୍ୱିତୀୟ ସତ୍ୟ ହେଲା ସେ ଯେତେବେଳେ ରୂପ ଗ୍ରହଣ କରିବାକୁ ଯାଉଛି, ସେତେବେଳେ ସେ କଣ ହଉଛି, ଯିଏ ରୂପ ଦଉଛି, ଯାହା ମାଧ୍ୟମ ଦେଇକି ପରିପ୍ରକାଶ ହଉଛି, ତାରି ପାଖରେ ଯେହେତୁ ବିକୃତି ରହିଛି, ତେଣୁ ସେ ବିକୃତ ହଉଛି। ତାପରେ ପୁଣି କଣ ହଉଛି ନା, ଯେତେବେଳେ ଶବ୍ଦ କୋଷ ଯାହାର ଯେତେ ସୀମିତ, ତେଣୁ ସେ ସେଇ ଅନୁସାରେ ତାକୁ ପରିପ୍ରକାଶ କରୁଛି, ତେଣୁ ସେଠି ବିକୃତ ହେଇଗଲା। ଏବଂ ଯାହାର ଦୃଷ୍ଟିକୋଣ ଯୋଉ ଭଳିଆ, ଯାହାର ଦୃଷ୍ଟିକୋଣ ଯୋଉ ଭଳି, ତେଣୁ ସେ କଣ କରେ, କଥା ଗୁଡ଼ିକୁ ସେଇଭଳି ଭାବରେ ଗ୍ରହଣ କରେ, ତେଣୁ କଣ କରେ, ସେଠି ବି ବିକୃତି ଆସେ। ତେଣୁ ଏହିଭଳି ଭାବରେ କଣ ହୁଏ, ଯଦିଓ ପରମ ନିରବତା ମଧ୍ୟରୁ ସବୁ ଶବ୍ଦ ସବୁ କର୍ମ ଆସୁଛି, କିନ୍ତୁ ଯେତେବେଳେ ପରିପ୍ରକାଶ ହଉଛି ତାହା ବିକୃତ ହେଇଯାଏ। ତେଣୁ ଆମକୁ ଯେତେ ବିକୃତି ଦେଖାଯାଉଛି, ଆମେ ଭାବୁଛୁ ଯେ ସେଇ ବିକୃତ ହିଁ, ଆମର ଏଠି ଗୋଟେ ଭୁଲ ଧାରଣା ହୁଏ, ଆମେ ଭାବୁଛୁ ସେଇ ବିକୃତ ହିଁ ହଉଛି ପରମଙ୍କର ନିର୍ଦ୍ଦେଶ। ଏ ଧାରଣା ହଉଛି ଭୁଲ। ପରମଙ୍କ ନିର୍ଦ୍ଦେଶ ଅବିକୃତ ଭାବରେ ପରିପ୍ରକାଶ କରିବା ପାଇଁ ଯେମିତି ସାମର୍ଥ୍ୟ ଦରକାର, ସେଭଳି ତାକୁ ଜାଣିବା ପାଇଁ ମଧ୍ୟ ସାମର୍ଥ୍ୟ ଦରକାର। ଅବିକୃତ ଭାବରେ କଣ ପ୍ରଭୁ ଚାହୁଁଛନ୍ତି ପରିପ୍ରକାଶ କରିବା ପାଇଁ, ସେଟା ଜାଣିବା ପାଇଁ ମଧ୍ୟ ଆମର ସାମର୍ଥ୍ୟ ଦରକାର। ସେଥିପାଇଁ ଆମେ ମନେ ପକେଇବା, ଯେତେବେଳେ କଳା ଏବଂ ଯୋଉ କଳା, ଭିନ୍ନ ଭିନ୍ନ ପ୍ରକାର କଳା, ଗୀତ ମାଧ୍ୟମରେ ହଉ, ଚିତ୍ର ମାଧ୍ୟମରେ ହଉ, ସ୍ଥାପତ୍ୟ ମାଧ୍ୟମରେ ହଉ, ଭାଷା ମାଧ୍ୟମରେ ହଉ, ଯେତେବେଳେ ଆଲୋଚନା ହଉଥିଲା, ସେତେବେଳେ ଏଇ କଥାଟି ଆମେ ଆଲୋଚନା କରିଥିଲେ ଯେ ଯାହା ଦେଖାଯାଉଛି ଆଜ ଇଟ ଇଜ, ତାକୁ ଆପଣ ଦେଖେଇ ଦେଲେ, ପ୍ରଭୁ କହିଲେ, ତାହେଲେ ତ ବେଟର ହଉଛି ଫଟୋ ଉଠେଇ ଦିଅ। ତେବେ ତୁମର କଳାରେ କଣ ରହିଲା ଆଉ ଚାତୁର୍ଯ୍ୟ? ତମେ ଯୋଉ କହୁଛ ଆମର ସୃଜନଶୀଳତା କୋଉଠି ରହିଲା? ଏଇ କଥାଟି ଯଦି କୋଉଠି କହିବେ, ଲୋକ ବୁଝିପାରିବେନି। କହିଲେ କଣ କହିଲେ? ମନେ କରାଯାଉ ଏଇ ଚିତ୍ରଟିକୁ, ଏଇ ଚିତ୍ରଟି ଯାହା ଅଛି ତାକୁ ଯେତେବେଳେ ଆପଣ ପରିପ୍ରକାଶ କରିବେ, ଏଇ ଚିତ୍ରଟି ଏଇଟାକୁ ପରିପ୍ରକାଶ କରିବେ, ଏଇଟା ପୁରା ଏମିତି ପରିପ୍ରକାଶ କଲେ ଚିତ୍ରରେ, ସେ ପୁରା 3D ଫିଗର ଭଳିଆ ଦେଖାଗଲା। ଠିକ ଅଛି, ଏଠି ପ୍ରଭୁ କହୁଛନ୍ତି ଏଇଟା କଳା ଚାତୁରୀ ନୁହଁ, ଏଇଟା ତ ଯାହା ଥିଲା ତାକୁ ସେମିତି କର। ଠିକ ଅଛି, ତାଠୁ ବେଟର ହଉଛି ଫଟୋ ଉଠେଇ ଦିଅ, 3D ଗ୍ଲାସ ପିନ୍ଧି ଦିଅ। କଳା ଚାତୁରୀ ସେତେବେଳେ ହବ, ସୃଜନଶୀଳତା ସେତିକି ବେଳେ ହବ, ଯେତେବେଳେ ତା ପଶ୍ଚାତରେ ଥିବା ନିହିତ ସତ୍ୟକୁ ତୁମ ଚିତ୍ର ମାଧ୍ୟମରେ ତୁମେ ପରିପ୍ରକାଶ କରିପାରୁଛ। ତାର ପରିପ୍ରକାଶ ହେବାର ଉଦ୍ଦେଶ୍ୟକୁ ତମେ ଯଦି ପରିପ୍ରକାଶ କରିପାରୁଛ। ତେଣୁ ଏଠି ସେଇଥିପାଇଁ ବିକୃତି ଦେଖାଯାଉଛି, କିନ୍ତୁ ବିକୃତିକୁ ସତ୍ୟ ବୋଲି ଗ୍ରହଣ କରିବା ଆମର ମୂର୍ଖାମି। ଜ୍ଞାନ 278। ଏଇ ଯୋଉ କହିଲ ଚିତ୍ର, ଯୋଉ ଚିତ୍ର କଲେ ଦେଖିକି ଫଟୋ ଉଠେଇ ଦିଅ, ନହେଲେ ସେ ଚଷମା ଦେଇ ଦିଅ, ସେଇଟା ହବନି। ଆଉ ଯୋଉ ପଛରେ ଯୋଉ କହିଲନି, ପରେ କହିଲ ପରିପ୍ରକାଶ କରିବ, ସେଇଟା କଣ କହିଲ? ହଁ, ତାର ଗୋଟେ ଉଦାହରଣ ଦିଅ। କେମିତି? ଦେଖନ୍ତୁ, ପ୍ରଭୁଙ୍କର କହିବା କଥା ଯାହା ଥିଲା, ଯୋଉଟା ଆମେ ଆଲୋଚନା କରୁଛନ୍ତି ଆଗରୁ, ଯୋଉ ଚିତ୍ରଟି ଆମେ ଦେଖୁଛନ୍ତି, ଯାହାର ଆମେ ଚିତ୍ର କରିବାକୁ ଯାଉଛନ୍ତି, ଯାହାକୁ ଆମେ ଆମର ସ୍ଥାପତ୍ୟ ମାଧ୍ୟମରେ ମଧ୍ୟ ପରିପ୍ରକାଶ କରିବାକୁ ଯାଉଛନ୍ତି, କିମ୍ବା ଚିତ୍ରରେ ପ୍ରକାଶ କରୁଛନ୍ତି, କିମ୍ବା କବିତାରେ ପରିପ୍ରକାଶ କରୁଛନ୍ତି, କିମ୍ବା ଲେଖା ମଧ୍ୟରେ ପରିପ୍ରକାଶ କରିବାକୁ ଯାଉଛନ୍ତି, ସିଏ ଘଟଣାଟି ଯାହା, ତାକୁ ଯଦି ସେଇଭଳି ଭାବରେ ଆପଣ ବାହାରକୁ ଯାହା ଦେଖାଯାଉଛି ବୋଲି ଏଠି କୁହାଯାଏ, ବାହାରକୁ ଯାହା ଦେଖାଯାଉଛି ଆପଣ ଯଦି ପରିପ୍ରକାଶ କରିଦେଲେ, ଆପଣ ଭାବୁଛନ୍ତି ଯେ ପରିପ୍ରକାଶ କଲାବେଳେ ଶବ୍ଦ ବିନ୍ୟାସ ହଉ ବା ଯୋଉ ଚିତ୍ରକଳାର ମୋର ରଙ୍ଗର ଖେଳରେ ମୁଁ ତାକୁ ଏମିତି କଲି ଯେ ତାହା ଜୀବନ୍ତ ପରି ଲାଗିଲା ବୋଲି ଆମେ କହୁ। ପ୍ରଭୁ କହୁଛନ୍ତି, ତମେ ଯୋଉଟାକୁ କହୁଛ ଜୀବନ୍ତ, ସେଟା ହଉଛି ତାର ବାହ୍ୟ ରୂପ।
ସେଟା ହଉଛି ତାର ବାହ୍ୟ ରୂପ ବାହାରକୁ ଯୋଉଟା ଦେଖାଯାଉଛି। ତେଣୁ ତାଠୁ ବେଷ୍ଟ ହେଲା କଣ, ତାକୁ ଫଟୋ ଉଠେଇ ଦିଅ। ଫଟୋ ଉଠେଇଦେଲେ ତ ପୁରା ଆଜି ଇଟ୍ ଇଜ୍ ରହିଗଲା ପୁରାଟା। କହୁଛନ୍ତି ତାର କଣ ପରିପ୍ରକାଶ କଲେ ସେଇଟା କଳା ଚାତୁରୀ କୁହାଯିବ ନା, ସେଇ ଯୋଉ ଘଟଣାଟି, ସେଇ ଯୋଉ ଚିତ୍ରଟି, ସେଇ ଯୋଉ ବସ୍ତୁଟି, ସିଏ କୋଉ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ, କୋଉ ଉଦ୍ଦେଶ୍ୟକୁ ପରମଙ୍କର ପରିପ୍ରକାଶ କରିବା ପାଇଁ ସେଇ ବସ୍ତୁଟି ଆସିଛି, ତାକୁ ଯଦି ତମେ ତମର ଚାତୁରୀ ମାଧ୍ୟମରେ ପରିପ୍ରକାଶ କରିପାରିବ, ତାମାନେ ତା ପଶ୍ଚାତରେ ଥିବା ନିହିତ ସତ୍ୟକୁ ଆମେ ଯଦି ଜାଣିପାରିବା, ତାକୁ ପରିପ୍ରକାଶ କରିପାରିବା, ତାହେଲେ ସେଇଟା ହବ ପ୍ରକୃତ କଳା ଚାତୁରୀ। ବର୍ତ୍ତମାନ ଫୁଲଟିଏ ଫୁଟିଛି, ଯେକୌଣସି ଫୁଲଟେ ଫୁଟିଛି, ଅତି ସୁନ୍ଦର ଦେଖାଯାଉଛି, ବାସନାଟି ଅତି ମଧୁର, ଏତେ ସୁନ୍ଦର ତାର କାରୁକାର୍ଯ୍ୟ ହେଇଛି ଯେ ଆମର ମନ ମୋହୁ। ଏଇଟା ହେଲା ଫୁଲଟି ବାହାରୁ ଦେଖାଯାଉଛି। ଓକେ, ଆପଣ ତାକୁ ଚିତ୍ର କରିଦେଲେ, ପୁରା ସୁନ୍ଦର ଲାଗିଲା, ସତେ ଯେମିତି ଫୁଲଟିଏ ଫୁଟିଛି ଏବଂ ପବନରେ ହଲୁଛି। ପୁରା ଏମିତି କରିଛନ୍ତି ଯେ ଏମିତି ଲାଗୁଛି। ଆପଣ କହିବେ ଏଇଟା ହଉଛି ବେଷ୍ଟ ଫିଗର। ଖରାର କୋଉଠି କେତେ ପଡିଛି, ଛାଇ କେତେ ରହିଛି, ତାର କେତେ ଢଳିଛି, କେତେ ଆଙ୍ଗେଲ ହେଇଛି, ଏବଂ ସେଇଟା ପୁରା ଉଠିକି ବାହାରକୁ ଲାଗୁଛି, ଏ ସବୁ ଏତେ ନିଖୁଣ ଭାବରେ ଆପଣ ଚିତ୍ର କରିଛନ୍ତି, ପୁରା ଲାଗୁଛି ସତେ ଯେମିତି ଫୁଲଟି ଫୁଟିଛି କି ଆଉ। ଯଦି ଆମେ ଦେଖନ୍ତୁ, ମୁଁ ରଫଲି କହିବାକୁ ଚେଷ୍ଟା କରୁଛି, କିନ୍ତୁ ସେଇ ଯୋଉ ଫୁଲଟି, କୋଉ ଫୁଲଟି, ସେ କୋଉ ସତ୍ୟକୁ ପରିପ୍ରକାଶ କରୁଛି, ତା ଭିତରେ ସିଏ କଣ ଭଗବାନଙ୍କର ଶକ୍ତି ସାମର୍ଥ୍ୟ ଧରିକି ଆସିଛି, ଯୋଉଟା କି ଆମେ ଫ୍ଲାୱାର୍ସ ଆଣ୍ଡ ଦେୟାର ସିଗ୍ନିଫିକାନ୍ସରେ ମା ଯେତେବେଳେ କହିଲେ, ଇଏ ହଉଛି କଣ, ତା ପଶ୍ଚାତରେ ନିହିତ ସତ୍ୟଟି। ଆପଣ ଯେତେବେଳେ ଆପଣ କହୁଛନ୍ତି ଡାଳିମ୍ବ ଫୁଲଟି ଫୁଟିଛି, ଡାଳିମ୍ବ ଫୁଲଟି ଆପଣ ଚିତ୍ର କରିଦେଲେ, କିନ୍ତୁ ଡାଳିମ୍ବ ଫୁଲ କାହାକୁ ରିପ୍ରେଜେଣ୍ଟ କରିଛି? ଡାଳିମ୍ବ ଫୁଲ ପଶ୍ଚାତରେ ନିହିତ ସତ୍ୟ କଣ ରହିଛି? ହଉଛି ଡିଭାଇନ ଲଭ। ଯୋଉ ଦିବ୍ୟ ପ୍ରେମକୁ ସେ ପରିପ୍ରକାଶ କରୁଛି, ତାକୁ ତୁମ ଚିତ୍ର ମାଧ୍ୟମରେ ତୁମେ ପରିପ୍ରକାଶ କରିପାରୁଛ ତ? ମୁଁ ରଫଲି କହୁଛି, ତାମାନେ ଡିଭାଇନ ଲଭ ଯୋଉଟାକୁ କି ଯୋଉ ଫୁଲଟାକୁ ଆମେ ଚିତ୍ର ମାଧ୍ୟମରେ ପରିପ୍ରକାଶ କଲେ, ସେ ଫୁଲଟି ମାଧ୍ୟମ ଦେଇକି ଭଗବାନ ତାଙ୍କର ଦିବ୍ୟ ପ୍ରେମ ଆମ ପାଖରେ ପହଞ୍ଚେଇବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ଯଦି ସେ ଡିଭାଇନ ଲଭ ସହିତ ଆମେ ଏକାତ୍ମ ହୁଅନ୍ତି ସେ ଫୁଲ ସହିତ, ତେବେ ତା ମାଧ୍ୟମ ଦେଇକରି କଣ ହବ ନା, ମୋ ଭିତରେ ଦିବ୍ୟ ପ୍ରେମ ସଞ୍ଚରିତ ହବ, ଡିଭାଇନ ଲଭ। ତେବେ ଜଣେ ଯେତେବେଳେ ଚିତ୍ର ମାଧ୍ୟମରେ ପରିପ୍ରକାଶ କରିବାକୁ ଯାଉଛି, ସେ ଡିଭାଇନ ଲଭ ଫୁଲ ସହିତ ଏକୀଭୂତ ହେଇଯାଇ, ଏଇଠି ହଉଛି ଗୁଡ ରହସ୍ୟ। ସେ ଡିଭାଇନ ଲଭ ଫୁଲ ସହିତ ଏକୀଭୂତ ହେଇଯିବ। ଯେତେବେଳେ ଏକୀଭୂତ ହେଇଯିବ, ସେଇ ଫୁଲ ଭିତରେ ଯୋଉ ଡିଭାଇନ ଲଭ କୁ ଧାରଣ କରିବାର ସାମର୍ଥ୍ୟ ରହିଛି, ସିଏ ଆମ ଭିତରକୁ ସଞ୍ଚରିତ କରିବାର ସାମର୍ଥ୍ୟ ରଖିଛି। ଯେତେବେଳେ ମୁଁ ତା ସହିତ ଏକାତ୍ମ ହେଇଗଲି, ତେବେ କଣ ହବ, ତାହା ମୋ ମଧ୍ୟକୁ ସଞ୍ଚରିତ ହବ। ମୋ ମଧ୍ୟକୁ ସଞ୍ଚରିତ ହେଲେ, ମୁଁ ଯଦି ଚିତ୍ରକର ହେଇଥିବି, ତାକୁ ଚିତ୍ରରେ ପରିପ୍ରକାଶ କରିବି। ତାହେଲେ କଣ ହବ, ମୁଁ ଚିତ୍ର କରିଥିବି ଡାଳିମ୍ବ ଫୁଲର, ହୁଏତ, ଏବଂ ତା ସହିତ ଯେମିତି କଣ ହେଇଛି, ଯୋଉ ପଶ୍ଚାତରେ ଯାହା ଯାହା ରହିଛି, ମୋର ପତ୍ର ହଉ, ଇଏ ହଉ, ପରିବେଶ ହଉ, ରହିଥିବ, କିନ୍ତୁ ସେ ଯେତେବେଳେ ମୁଁ ତା ସହିତ ଏକୀଭୂତ ହେଇକି ଚିତ୍ରଟି କରୁଛି, ସେତେବେଳେ ସେ ଚିତ୍ରଟିକୁ ଯିଏ ବି ଦେଖିବ, ସିଏ ଦେଖିବ କଣ, ଯେ ଦିବ୍ୟ ପ୍ରେମ ତା ଭିତରକୁ ସଞ୍ଚରିତ ହେଇଯିବ। ଯଦି ଟିକେ ବି ତାର ଓପନିଂ ଥିବ, ନହେଲେ କଣ ହବ, ଆମର ଇଗୋ ବହୁତ ସୁନ୍ଦର ହେଇଛି, ସେ ଚିତ୍ରକର କେତେ ସୁନ୍ଦର କରିଛି, ମୋ ଦ୍ୱାରା ହବନି, ସେ ଅମକ ଲୋକ କରିପାରେନି, ସମକ ଲୋକ କରିପାରେନି, ତା ସହିତ ସାଙ୍ଗେ ସାଙ୍ଗେ ଆମେ ତୁଳନା କରିବାର ଲାଗିଯାଉ। ଦେଖନ୍ତୁ, ଯେତେବେଳେ ଡିଭାଇନ ଲଭ ସେ ପରିପ୍ରକାଶ କରୁଛି, ସେତେବେଳେ ଆପଣଙ୍କ ଭିତରେ ତୁଳନା ଆସିବ ନାହିଁ, ସେତେବେଳେ ସେ ଚିତ୍ରକର ଆଉ ଆପଣଙ୍କୁ ଦେଖାଯିବ ନାହିଁ।
ସେ ବ୍ୟକ୍ତି କୈନ୍ଦ୍ରିକ ଆଉ ଆପଣଙ୍କୁ ଦେଖାଯିବ ନାହିଁ। ଆପଣଙ୍କୁ ସ୍ପଷ୍ଟ ଭାବରେ ତା ଭିତରେ ଥିବା ଦିବ୍ୟ ପ୍ରେମ ଆପଣଙ୍କ ଭିତରକୁ ସଞ୍ଚରିତ ହବ। ତାମାନେ ଯୋଉ ବ୍ୟକ୍ତି ଯେତେବେଳେ ଏକାତ୍ମ ହେଇକିରି ଚିତ୍ରଟିଏ କଲା, ସ୍ୱାଭାବିକ ଭାବରେ ସେଇ ଶକ୍ତିଟି ତା ଭିତରକୁ ଆସିଲା। ସେ ଯେତେବେଳେ ଚିତ୍ର ମାଧ୍ୟମରେ ପରିପ୍ରକାଶ କଲା, ତା ଭିତରକୁ ସେଇ ଶକ୍ତିଟି ପ୍ରବେଶ କଲା ଏବଂ ସେ ଚିତ୍ରଟି ଭିତରୁ ଯିଏ ବି ତାକୁ ଅନୁଭବ କରିବାକୁ ଚେଷ୍ଟା କରିବ, ଯିଏ ବି ତାକୁ ଦେଖିବାକୁ ଚେଷ୍ଟା କରିବ, ତା ଭିତରକୁ ସଞ୍ଚରିତ ହେଲା। ଇଏ ହଉଛି ପ୍ରକୃତ କଳା ଚାତୁରୀ। ଆପଣ କବିତାଟିଏ ଆବୃତ୍ତି କରୁଛନ୍ତି, ଲେଖାଟିଏ ଲେଖୁଛନ୍ତି, ତାକୁ ପାଠ କଲା ବେଳେ ଜଣେ ସେଇ ଶକ୍ତିକୁ ଚାଲିଯିବା ଉଚିତ। ସେଥିପାଇଁ ମା ଯେତେବେଳେ ଅର୍ଗାନ ମ୍ୟୁଜିକ ବଜାଉଛନ୍ତି, ସେ ଅର୍ଗାନ ମ୍ୟୁଜିକ ସହିତ ଯଦି ଆପଣ ଏକାତ୍ମ ହେଇଯିବେ, ତେବେ ସେ ଚେତନାର ଯୋଉ ସ୍ତରରୁ ସେ ମ୍ୟୁଜିକଟା ଆସିଛି, ସେଇ ସ୍ତରକୁ ଆପଣ ଉଠିଯିବେ। ସେଥିପାଇଁ ପର୍ଟିକୁଲାରଲି ମୁଁ ଦେଖିଛି ମାମୁଁ ବାରମ୍ବାର କହନ୍ତି ଯେ ମାଙ୍କ ଯେତେବେଳେ ମେଡିଟେସନ ଧ୍ୟାନ ରହୁଛି, ମାଙ୍କ ମ୍ୟୁଜିକ ବଜାଅ, ଯୋଉଟା କେବଳ ମାଙ୍କ ମ୍ୟୁଜିକ। ମା ନିଜେ ଅର୍ଗାନ ମ୍ୟୁଜିକ ବଜେଇଛନ୍ତି, ତାକୁ ବଜାଅ, କିମ୍ବା ନ୍ୟୁ ଇୟର ମ୍ୟୁଜିକ ଯୋଉଟାକୁ ମା ସାର୍ଟିଫାଏ କରିଛନ୍ତି, ତାକୁ ବଜାଅ। ବେଳେ ବେଳେ ଆମେ ଶ୍ଲୋକ, ଅନ୍ୟ କାହାର ଶ୍ଲୋକ ଫୋକ ବଜେଇ ଦବା କି କଣ କରିବା, ତାକୁ ମାମୁଁ ଗ୍ରହଣ କରନ୍ତିନି। ତାପରେ ମାମୁଁ ଭିତରେ ପ୍ରେରଣା ପାଆନ୍ତି ଯୋଉ ମ୍ୟୁଜିକଟା ବଜାଇବାକୁ, ସେ ମ୍ୟୁଜିକ କହନ୍ତି କାହିଁକି ନା ସେଇ ସମୟରେ ଆଟମୋସ୍ଫିୟର ପାଇଁ କୋଉ ଶକ୍ତି ଦରକାର, କୋଉ ସ୍ତରରୁ ସେ ଶକ୍ତି ଆସିବା ଦରକାର, ମାମୁଁ କହୁଥିଲେ ସେ ମ୍ୟୁଜିକଟା ଦେବା ପାଇଁ। ଆମେ କେତେଥର ଦେଖନ୍ତୁ, ସତ କଥା କହିବାକୁ ଗଲେ ମୋର ଟିକେ ମାଇଣ୍ଡ ଟିକେ ବେଶୀ ଚାଲେ, ତେଣୁ ମୁଁ ଭାବେ କାହିଁକି ଏଟା କହିଲେ, କାହିଁକି ଏଟା ଏମିତି ହେଲା। ସେତେବେଳେ ବାହାର ସିନାରିଓ କଣ, ସେତେବେଳେ ଦେଖିଛି ସେ ମ୍ୟୁଜିକ ଭିତରେ ଯଦି ଏକାତ୍ମ ହଉଛନ୍ତି, ତେବେ ବାହାର ସିନାରିଓ ଯାହା ରହିଛି, ସେଥିପାଇଁ କୋଉ ଶକ୍ତି ଅବତରଣ କରିବା ଦରକାର, ମୁଁ ସେଇ ପ୍ରକାରର ମ୍ୟୁଜିକଟା ଦେଇଥାନ୍ତି, ଯଦ୍ୱାରା ସେଇ ସ୍ତରରୁ ସେ ଶକ୍ତିଟା ନିମ୍ନକୁ ଆସିବ। ଯିଏ ବି କଲେକ୍ଟିଭ ମେଡିଟେସନ କରୁଥିବେ, ତାଙ୍କ ଭିତରେ ଯିଏ ବି ଓପନିଂ ଥିବେ, ସିଏ କଣ ହେବେ, ସାଙ୍ଗେ ସାଙ୍ଗେ ସେଇ ଚେତନା ସ୍ତରକୁ ଚାଲିଯିବେ ଏବଂ ସେ ଶକ୍ତି ତାଙ୍କରି ମାଧ୍ୟମ ଦେଇକିରି ପରିବେଶରେ ପରିପ୍ରକାଶ ହେଇଯିବେ। ତେଣୁ ମା କଣ କରୁଥିଲେ, ସେଇ ମ୍ୟୁଜିକ ବଜେଇଲା ବେଳେ ସେଇ ସ୍ତରକୁ ଯାଇକି ବଜାଉଥିଲେ, ତାମାନେ ସେ ମ୍ୟୁଜିକ ଭିତରେ ସେଇ ଉଚ୍ଚତର ସ୍ତରର ଶକ୍ତି ନିହିତ ରହିଛି। ଜଣେ ଯଦି ସେ ମ୍ୟୁଜିକ ଶୁଣେ, ତେବେ ସେଇ ସ୍ତରକୁ ଚାଲିଯିବେ। ଆପଣ ଦେଖନ୍ତୁ, ନର୍ମାଲ ଯେତେବେଳେ ଆପଣ କୋଉଠି ଗୋଟେ ଜାଗାରେ କୀର୍ତ୍ତନ ହଉଛି, ହରେ ରାମ 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 ହରେ ହରେ, ହରେ କୃଷ୍ଣ 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 ହରେ ହରେ, ଜପ ନିତାଇ ଗୌର ରାଧେ ଶ୍ୟାମ, ଜପ ହରେ କୃଷ୍ଣ ହରେ ରାମ। ଖାଲି ମୁଁ ଏମିତି କହିଦେଲି, କିନ୍ତୁ ଯେତେବେଳେ ଭକ୍ତି ସହକାରେ ଜଣେ ଯେତେବେଳେ ତାକୁ ଜପ କରୁଛି, ସେତେବେଳେ ସେ ପରିବେଶଟି ଭକ୍ତିମୟ ହେଇଯାଏ। ତାମାନେ ସେଇ ଖାଲି ଗାଇଦବା ଏବଂ ସେ ଶକ୍ତିକୁ ଆଣିକି ରଖିବା, ଇଏ ହଉଛି ଦିଟା କଳା। ବାହାର ଫାର୍ଷ୍ଟ ହଉଛି ନର୍ମାଲ ପରିପ୍ରକାଶ, ସେକେଣ୍ଡ ହଉଛି ତାର ପ୍ରକୃତ ପରିପ୍ରକାଶ। ଆପଣ ପ୍ରକୃତ ରୂପ ତାକୁ ଦେଲେ, ଗୀତରେ, ଚିତ୍ରରେ, ଲେଖାରେ, ଭାଷାରେ, ସବୁଥିରେ ମଧ୍ୟ ସେହିପରି ପରିପ୍ରକାଶ ହେଇପାରେ। ଯେତେବେଳେ ଯୋଉଠି ଦେଖିବେ, ଆକ୍ଚୁଆଲି ଆମେ ତା ପଶ୍ଚାତରେ ଥିବା ସତ୍ୟ ସହିତ ଯଦି ଏକୀଭୂତ ହେଇପାରିବା, ତେବେ ପରିପ୍ରକାଶ କଲା ବେଳେ ବିକୃତିଟା ଟିକେ କମ ହୁଏ ଏବଂ ପରିପ୍ରକାଶ ଭିତରେ ମଧ୍ୟ ସେଟା ଥାଏ। ଆପଣ ଦେଖିବେ ବର୍ତ୍ତମାନ ଯୋଉ ବାଜୁଛି, ଯେତେବେଳେ ଡିଜେ ଗୀତ ହଉ ବା ବାହାର ଗୀତ ଗୁଡିକ ବାଜୁଛି, ଯଦି ଆପଣ ସତରେ ସାଧନା କରୁଛନ୍ତି, ତେବେ ସେଥିରୁ ନିବୃତ୍ତ ରହିବେ। କାହିଁକି ନା ସିଏ କଣ ହଉଛି, ସେ ସେଇ ପ୍ରକାର ଶକ୍ତିକୁ ଗ୍ରହଣ କରିକି ଆସିଛି। ତାକୁ ଯେତେବେଳେ ଆପଣ ଶୁଣିବେ ବା ତା ସହିତ ଯେତେବେଳେ ମାନେ ପରିଚୟ ଆପଣଙ୍କର ଆସିବ, ତେଣୁ ସ୍ୱାଭାବିକ ଭାବେ କଣ ହବ ନା ସେଇ ଶକ୍ତିଟା ଆପଣଙ୍କ ଭିତରେ ଆପଣ ଅଜାଣତରେ ପ୍ରବେଶ କରିଯିବ। କାହିଁକିନା ଆପଣ ଦେଖିବେ ଡିଜେ ଯେତେବେଳେ ବାଜେ, ଆପଣଙ୍କର ଧୀରେ ମୁଣ୍ଡ ଧରୁଥିବ, ଏମିତି ଏମିତି ଟିକେ ଟିକେ ହଉଥିବେ, ଗୋଡ ଏମିତି ଉଠୁଥିବ, ଦିଟା ଜାଗାରେ ଗୋଡ ଉଠେ, କିନ୍ତୁ ଏଠି କଣ ହବ, ସେ ଶକ୍ତିଟା ପ୍ରବେଶ କରିବ। ତେଣୁ ଆମେ ସଚେତନ ରହିବା ଏବଂ ପ୍ରକୃତ ରୂପ ଯୋଉଟା ଆମେ ଏଠି କହୁଛନ୍ତି, ସେ ନୀରବତା ଭିତରେ ନିଜେ ଯଦି ନୀରବ ରହିପାରିବା, ତେବେ ସେଇ ଶାଶ୍ୱତ ପରମ ନୀରବତା ମଧ୍ୟରୁ ଯୋଉ ଶବ୍ଦ, ଯୋଉ କର୍ମ,
जो प्रेरणा आसे से जो रूप ग्रहण करने को चाहूँगी से रूप ग्रहण करें। माँ थैंक यू रोवर।